ଏସିକୁ ତଳକୁ ଓହ୍ଲେଇ ଦେଲୁ। ତ ମୂଷା କୋଉଭଳିଆ କାଟିଛି ଦେଖ। ତ ମୂଷାକୁ ପୁରା ସବୁଆଡ଼େ କାଟି ଦେଇଛି, କୋଉଟା ବି ରଖିନି ଟିକେ ବି। ଡ୍ରେନ୍ ପାଇପ୍, ସୁଇଂ ମୋଟର, ମାନେ କଷ୍ଟମର ବହୁତ ଲସ୍ ହେଇଯିବ କାମରେ। ଚାଲ ପୁରା କାମ କରିବାକୁ ପଡ଼ିବ। ତ ଜୟ ଜଗନ୍ନାଥ। ଆଜି ଆମେ ଯାଉଛୁ ରମ୍ବା। ଗୋଟେ ଏସିକୁ ପୁରା ସାଇଡ଼୍ ଚେଞ୍ଜ ହେବ, ଆଉ ତାର ଗ୍ୟାସ୍ ଫିଲିଂ ହେବ। ସବୁ ଗ୍ୟାସ୍ ଫିଲିଂ ତ ହେବନି, ସାଇଡ଼୍ ଚେଞ୍ଜ ହେବ, ସର୍ଭିସିଂ ହେବ। ଚାଲ ଯିବା। ଫାଷ୍ଟ ବାହାରି ଆସିଲୁ ଗୋଟେ କମ୍ପ୍ଲେନ୍ ଦେଖିବା ପାଇଁ, ଗୋଟେ LG ଏସିରେ। ତାର ଚେକ୍ କଲୁ, କଷ୍ଟମର କହୁଥିଲେ କୁଲିଂ କିଛି ହେବନି। ଚାଲ ଦେଖିବା କ'ଣ ହେଇଛି କ'ଣ ନାହିଁ। ଚେକ୍ କଲୁ, ଆଉଟର ଚାଲିଛି, ଗ୍ୟାସ୍ କିଛି ବି ନାହିଁ। ଚାଲ ଚେକ୍ କଲୁ, ଦେଖିପାରୁଥିବେ ଗ୍ୟାସ୍ କିଛି ବି ନାହିଁ। ତାର କଣ୍ଡେନ୍ସର କଏଲ୍ ଲିକେଜ୍ ଅଛି, କାରଣ ସେଇଟା ଆଲୁମିନିୟମ୍ କଣ୍ଡେନ୍ସର କଏଲ୍, ଚେଞ୍ଜ କରିବାକୁ ପଡ଼ିବ। ଦେଖିପାରୁଥିବେ ଆଲୁମିନିୟମ୍ କଣ୍ଡେନ୍ସର କଏଲ୍ ଏଇଟା ଚେଞ୍ଜ କଲେ ହିଁ ହେବ। ଚାଲ ଏଇଟା ଦେଖିକି ପଳେଇ ଆସିଲୁ। ନେକ୍ସଟ କମ୍ପ୍ଲେନ୍ ହେବ ଗୋଟେ ଏସିରେ ସାଇଡ଼୍ ଚେଞ୍ଜ ହେବ। ଦେଖିପାରୁଥିବେ ଏଇଟା ଏସିରେ ଆଗରୁ ଇଏ ଫିଟିଂ କରିଥିଲେ କଷ୍ଟମର। ମୁଁ ଆସିଛି ସାଇଡ଼୍ ଚେଞ୍ଜ କରିବା ପାଇଁ, ତାର ଇଣ୍ଡୋର ସାଇଡ଼୍ ଚେଞ୍ଜ ହେବ ଖାଲି। ଏସବୁ ତଳ ଓହ୍ଲେଇ ଦେଲି ସର୍ଭିସିଂ କରିବା ପାଇଁ। ଦେଖିପାରୁଥିବେ ମୂଷା କୋଉଭଳିଆ କାଟିଛି, ନା କିଛି ବି ରଖିନି। ମୂଷା କାଟି ସବୁ କାଟି ଦେଇଛି। ସୁଇଂ ମୋଟର କାଟି ଦେଇଛି, ଡ୍ରେନ୍ ପାଇପ୍ କାଟି ଦେଇଛି, ପାଇପ୍ କାଟି ଦେଇଛି, ଫର୍ମ କାଟି ଦେଇଛି, ସବୁ କାଟି ଦେଇଛି। ଚାଲ ଏଥିରେ ପୁରା ପାର୍ଟ ଖୋଲିଦେଲୁ ସର୍ଭିସିଂ କରିବା ପାଇଁ। ପୁରା ଅଲ୍ ପାର୍ଟ ସର୍ଭିସିଂ ସରିଲା। ଟୋଟାଲ୍ ସର୍ଭିସିଂ ସରିଲା। ଗୋଟେ ଗୋଟେ ଫିଟ୍ କରିବେ। ଦେଖ କଏଲ୍ ପୁରା କୋଉଭଳିଆ କ୍ଲିନ୍ ହେଲା, କଏଲ୍ଟା ପୁରା ନୂଆ ହେଇଗଲା। ଦେଖିପାରୁଥିବେ ଇଣ୍ଡୋର ଷ୍ଟାଣ୍ଡ ଲଗେଇଦେଲି। ବେଲ୍ଡିଂ ମାରିବି, ଲାଇନ୍ ବି ଏକ୍ସଟ୍ରା ପାଇପ୍ ଲାଗିବ, ସବୁ ପକେଇଦେଲି। ଇଣ୍ଡୋର ପୁରା ଫିଟିଂ କରିଦେଲି, ଆଉ ପାଇପ୍ ବି ଆଡ଼୍ କରିଦେଲି। ଯାହା ପାଇପ୍ ଲାଗିବା କଥା, 8 ଫୁଟ ଏକ୍ସଟ୍ରା ପାଇପ୍ ଲାଗିଲା। ଏବେ ଜଏଣ୍ଟ ମାରିବି, ପୁରା ହ୍ୱାଇଟ୍ ଟେପ୍ ଦେଇଦେବି, ଭ୍ୟାକ୍ୟୁମ୍ ବସେଇବି, ଅନ୍ କରିବି। ସବୁ କାମ ସରିଲା। ଏସିକୁ ଅନ୍ କରିଦେଲି, ସବୁ ଭ୍ୟାକ୍ୟୁମ୍ ହୋଇଗଲା। ଦେଖିପାରୁଥିବେ ପାଇପ୍ ଲାଇନ୍ କୋଉଭଳିଆ ଯାଇଛି। ଓକେ, ଆଉଟର ଭ୍ୟାକ୍ୟୁମ୍ ହେଇଛି, ଖାଲି ସେ ନାହିଁ ଭ୍ୟାକ୍ୟୁମ୍ କରାହେଇଛି। ଆଉଟର ସର୍ଭିସିଂ କରାହେଇଛି। ତ ରହିଲି, ଜୟ ଜଗନ୍ନାଥ।